ଯେଉଁ ମାଆ ଗର୍ଭ ଯନ୍ତ୍ରଣା ସହି ପୁଅକୁ ଜନ୍ମ ଦେଇଥିଲା ଆଉ ସବୁ କଷ୍ଟକୁ ସହି ତାକୁ ବଡ଼ କରିଥିଲା, ଆଜି ସେହି ପୁଅ ଠେଙ୍ଗାରେ ପିଟି ପିଟି ମାଆର ହତ୍ୟା କରିଛି। କୁହାଯାଏ ମାଆର ଋଣ କେହି କେବେ ଶୁଝି ପାରନ୍ତିନି, କିନ୍ତୁ ଏଠାରେ ପୁଅ ନୃଶଂସ ପାଲଟି ଠେଙ୍ଗାରେ ପିଟି ପିଟି ମାଆକୁ ଛଟପଟ କରି ତା ଜୀବନ ନେଇଯାଇଛି। ଯାହା ଜଣାପଡ଼ିଛି, ମଦ ନିଶାରେ ପୁଅ ଏପରି ଜଘନ୍ୟ କାଣ୍ଡ ଘଟାଇଛି। ତେବେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅନ୍ତର୍ଗତ ତୁମୁଲିଆ ଗ୍ରାମରେ। ମିଳିଥିବା ସୂଚନା ଅନୁଯାୟୀ ଗତ ରାତିରେ ପୁଅ ବିଶ୍ୱ ଲାକଡ଼ା ମଦ ନିଶାରେ ଆସି ନିଜ ମାଆକୁ ହତ୍ୟା କରିଛି। ଆଉ ମୃତା ମା ଜଣଙ୍କ ହେଉଛନ୍ତି ସବିତା ଲାକଡ଼ା। ସେପଟେ ଖବର ପାଇ ତଳସରା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ବେଳେ ଅଭିଯୁକ୍ତ ପୁଅକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ସୁନ୍ଦରଗଡ଼ ଜିଲ୍ଲାରୁ ଚୈତନ୍ୟ ପଟେଲଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।